ସାର୍ ନମସ୍କାର। ହଁ ନମସ୍କାର, କୁହନ୍ତୁ। କମିଟି ଫାଣ୍ଡିର କ'ଣ କନେଷ୍ଟବଳ ଗୋଟେ ଆତ୍ମହତ୍ୟା ଉଦ୍ୟମ କରିଛି ମହାନଦୀରେ। ଆତ୍ମହତ୍ୟା କି ଗାଧେଇ ଯାଇଥିଲା କି ପଡିଗଲା ତ ଜଣା ନାହିଁ, ତାକୁ ଉଦ୍ଧାର କଲେ। ଆଜ୍ଞା ଆଜ୍ଞା, ଉଦ୍ଧାର କିଛି ହେଇଗଲା। ଜଣା ପଡୁନି ଆଜ୍ଞା। ନାଇଁ ତା ଉଦ୍ଧାର ହେଇଗଲା, ଉଦ୍ଧାର ହେଇକି ତାକୁ ସେ ମେଡିକାଲକୁ ନେଇଛନ୍ତି, ବଞ୍ଚିଛି ପିଲାଟା। ଆଜ୍ଞା ଆଜ୍ଞା, ନାଇଁ ତା ହଁ ବିଷୟରେ ଆଗରୁ କିଛି ତାର କିଛି ଥିଲା କି ପାରିବାରିକ? ନାଇଁ ପାରିବାରିକ ନାଇଁ, ତାକୁ ଫିକ୍ସ ବେମାର ବି ତାର ଥିଲା, ହେଲା କି ଆଜ୍ଞା ଆଜ୍ଞା ଫିକ୍ସ ବେମାର ଥିଲା। ତ କାଲି ବି ତାକୁ କ'ଣ ଫିକ୍ସ ମାରିଥିଲା, ସେ ତାଙ୍କର ଷ୍ଟାଫ୍ କହୁଥିଲା। ତ ତେଣୁ ତାଙ୍କ ଘର ଲୋକଙ୍କୁ ସାଙ୍ଗରେ ସେ କଥା ହେଇଥିଲା, ମତେ ଆସିକି ନେଇଯାଅ, ଫିକ୍ସ ହେଇଥିଲା ବୋଲି କହିଲେ। ତାଙ୍କ ଘର ଲୋକ ସେମାନେ ନାଇଁ ତମେ ଆସ ନା କ'ଣ କହିଲେ, ଆମେ ଯାଇପାରିବୁନି କହିଲେ ନା କ'ଣ କହିଲେ। ତ ଇଏ ଯାଇନଥିଲା। ତ ହୁଏତ ଇଏ ଆଜି ସେମାନେ ଆସିଲେନି କାହିଁକି ବୋଲି ସେ ଡେଇଁ ପଡ଼ିଲା, କି ଇଏ ସେଠିକି ସେ ନାଳକୁ ଯାଇଥିଲା, ଇଏରେ ତାକୁ ପିଟ୍ ମାରିଦେଲା ଯେ ସେଠି ପଡ଼ିଗଲା, ଜଣା ପଡୁନି। ସାର୍ ଆଜ୍ଞା ତାହେଲେ ଆଜ୍ଞା, ସେମିତି କିଛି ସଠିକ୍ ଜଣା ପଡୁନି କ'ଣ ପାଇଁ ନାଇଁ ସେ। ନାଇଁ 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 ନାଇଁ। ସାର୍ ତେଣୁ ତାକୁ ଯାହା ହଉ ଉଦ୍ଧାର ହେଇଗଲା, ତାକୁ ମେଡିକାଲ ନେଇଛନ୍ତି, ଠିକ୍ ଠାକ୍ ଅଛି। ରହିଲି ଆଜ୍ଞା। ସାର୍। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।